ଓଡ଼ିଶାରେ କିଛି ଏମିତି ନଦୀ ରହିଛି ଯାହା ବିଷୟରେ 90% ଲୋକ ଠିକରେ ଜାଣିନଥିବେ, କିନ୍ତୁ ଏହି ନଦୀ ଅନେକ ଲୋକଙ୍କର ଜୀବନରେଖା ପାଲଟିଛି। ଆପଣ କେବେ ଭାବିଛନ୍ତି ଯେ ଓଡ଼ିଶାରେ ଏମିତି କିଛି ନଦୀ ଅଛି ଯାହା ହଜାର ହଜାର ଲୋକଙ୍କ ଜୀବନକୁ ଚଲାଉଛି? କିନ୍ତୁ ସେହି ସବୁ ନଦୀର ନାମ କ'ଣ? ଆମେ ସବୁବେଳେ ମହାନଦୀ ବିଷୟରେ କଥା ହେଉ, କିନ୍ତୁ ଏହା ଛଡ଼ା ଓଡ଼ିଶାରେ ଅନେକ ହିଡେନ୍ ରିଭର୍ସ ରହିଛି, ଯାହା ବିଷୟରେ ଆଜି ମୁଁ ଆପଣଙ୍କୁ କହିବି। ଓଡ଼ିଶାର ଇମ୍ପୋର୍ଟାଣ୍ଟ ତଥା ଡେଞ୍ଜରିୟସ୍ ରିଭର୍ସ ମାନଙ୍କର ଭିଡ଼ିଓ ତ ମୁଁ ଆପଣଙ୍କୁ ଅଲରେଡ଼ି ଦେଖାଇ ସାରିଛି। ହଁ, ଯଦି ସେ ଭିଡ଼ିଓ ଆପଣ ଦେଖିନାହାନ୍ତି ତ ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ ରହିଛି, ଜଲ୍ଦି ଯାଇ ଦେଖନ୍ତୁ। ଆଜି ଆମେ ଜାଣିବା ହିଡେନ୍ ରିଭର୍ସ ଅଫ୍ ଓଡ଼ିଶା ବିଷୟରେ। ଏମାନେ ଏତେ ପ୍ରସିଦ୍ଧ ନହେଲେ ବି ଓଡ଼ିଶା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, ଓଡ଼ିଶାର ରତ୍ନ ସଦୃଶ୍ୟ। ତ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଓଡ଼ିଶାର ସେହି ସବୁ ଅଜଣା ନଦୀମାନଙ୍କ ବିଷୟରେ, ସେମାନେ କେଉଁଠୁ ଆରମ୍ଭ ହୋଇଛନ୍ତି, କେଉଁଠି ଯାଇ ମିଶିଛନ୍ତି ଏବଂ କେମିତି ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛନ୍ତି। ପ୍ରଥମରେ ରହିଛି ନାଗାବଳୀ ନଦୀ। ନାଗାବଳୀ ନଦୀର ଅରିଜିନ୍ ରହିଛି ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକର ଲାଖବାହାଲ ନିକଟସ୍ଥ ଇଷ୍ଟର୍ଣ୍ଣ ଘାଟ ପାହାଡ଼ରୁ। ଏହା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦେଇ ପ୍ରବାହିତ ହେଉଛି, ଶେଷରେ ବେ ଅଫ୍ ବେଙ୍ଗଲରେ ଯାଇ ମିଶିଛି। ଏହାର ଲେନ୍ଥ ରହିଛି ପ୍ରାୟ 217 କିଲୋମିଟର, ଯେଉଁଥିରେ କି 125 କିଲୋମିଟର ଓଡ଼ିଶାରେ ବହିବା ସହ ଆଉ ବାକି ଆନ୍ଧ୍ରପ୍ରଦେଶରେ ବହି ଶେଷରେ ସମୁଦ୍ରରେ ମିଶିଛି। ଏହି ନଦୀ ସାଉଥ ଓଡ଼ିଶାର ଟ୍ରାଇବାଲ ଅଞ୍ଚଳ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଚାଷ, ପାଣି ଓ ଦୈନିକ ଜୀବନ ପାଇଁ ଏହା ଏକ ମୁଖ୍ୟ ଆଧାର। କିନ୍ତୁ ଏତେ ଇମ୍ପୋର୍ଟାଣ୍ଟ ହେଉଥିବା ସତ୍ତ୍ୱେ ମଧ୍ୟ ଏହାକୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ଦୁଇରେ ରହିଛି ବଂଶଧାରା ରିଭର। ବଂଶଧାରା ନଦୀ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ପୂର୍ବଘାଟ ପାହାଡ଼ରୁ ଉତ୍ପତ୍ତି ହୋଇଛି। ଶେଷରେ ଏହା ଆନ୍ଧ୍ରପ୍ରଦେଶର କୋଷ୍ଟାଲ ଏରିଆ କଳିଙ୍ଗପଟ୍ଟନମରେ ବେ ଅଫ୍ ବେଙ୍ଗଲରେ ଯାଇ ମିଶିଛି। ଏହାର ଲେନ୍ଥ ରହିଛି ପ୍ରାୟ 221 କିଲୋମିଟର। ଏଥିରେ 125 କିଲୋମିଟର ଓଡ଼ିଶାରେ ବହିବା ସହ 23 କିଲୋମିଟର ବାଉଣ୍ଡ୍ରି ଆକାରରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦେଇ ବହିଛି। ବାକି 73 କିଲୋମିଟର ଆନ୍ଧ୍ରପ୍ରଦେଶରେ ବହୁଛି। ଏହି ନଦୀ ବହୁତ କ୍ଲିନ୍ ଓ ନ୍ୟାଚୁରାଲ ଭାବରେ ପ୍ରବାହିତ ହୁଏ। ଗଜପତି ଓ ରାୟଗଡ଼ା ଅଞ୍ଚଳରେ ଚାଷ ପାଇଁ ଏହା ବହୁତ ଉପକାରୀ। ସିନିକ୍ ବ୍ୟୁଟି ଥିବାରୁ ଟୁରିଜିମ୍ ପାଇଁ ବି ଏକ ହିଡେନ୍ ଜେମ୍ ଅଟେ। ନମ୍ବର 3ରେ ରହିଛି ଇନ୍ଦ୍ରାବତୀ ନଦୀ। ଇନ୍ଦ୍ରାବତୀ ନଦୀ କେବଳ ଓଡ଼ିଶା ନୁହେଁ ବରଂ ମଧ୍ୟ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଓ ଗୋଦାବରୀ ନଦୀର ଏକ ମୁଖ୍ୟ ଉପନଦୀ ଅଟେ। ଏହାର ଅରିଜିନ୍ ରହିଛି ଓଡ଼ିଶାର କଳାହାଣ୍ଡି ଜିଲ୍ଲା। ଏହା ଓଡ଼ିଶା, ଛତିଶଗଡ଼ ଏବଂ ମହାରାଷ୍ଟ୍ର ମଧ୍ୟ ଦେଇ ପ୍ରବାହିତ ହେଉଛି। ଶେଷରେ ଏହା ଯାଇ ଗୋଦାବରୀ ନଦୀରେ ମିଶିଛି। ଏହାର ଲେନ୍ଥ ରହିଛି ପ୍ରାୟ 535 କିଲୋମିଟର। ଓଡ଼ିଶାରେ ଏହା 390 କିଲୋମିଟର ଯାଏଁ ପ୍ରବାହିତ ହେଉଛି। ଏହା ଓଡ଼ିଶାର ସବୁଠାରୁ ଲଙ୍ଗେଷ୍ଟ ହିଡେନ୍ ରିଭର ମଧ୍ୟରୁ ଗୋଟିଏ। ଏହା ଉପରେ ଫେମସ୍ ୱାଟରଫଲ ଓ ଡ୍ୟାମ୍ ମଧ୍ୟ ରହିଛି। ହାଇଡ୍ରୋ ପାୱାର ଓ ଇରିଗେସନ ପାଇଁ ଏହା ବହୁତ ଇମ୍ପୋର୍ଟାଣ୍ଟ। 4 ନମ୍ବରରେ ରହିଛି କୋଲାବ ନଦୀ। କୋଲାବ ନଦୀକୁ ସାବରୀ ନଦୀ ରୂପରେ ମଧ୍ୟ ଜଣାଯାଏ। ଏହାର ଅରିଜିନ୍ ରହିଛି କୋରାପୁଟ ଜିଲ୍ଲାର ପୂର୍ବଘାଟ ପାହାଡ଼ରୁ। ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଦେଇ ଏହା ପ୍ରବାହିତ ହେଉଛି। ଏହା ଶେଷରେ ଗୋଦାବରୀ ନଦୀରେ ଯାଇ ମିଶିଛି। ଏହା ହେଉଛି ଗୋଦାବରୀ ନଦୀର ଏକ ମୁଖ୍ୟ ଉପନଦୀ। ଏହାର ଲେନ୍ଥ ରହିଛି ପ୍ରାୟ 418 କିଲୋମିଟର, ଯାହା ମଧ୍ୟରୁ 287 କିଲୋମିଟର କେବଳ ସେ ଓଡ଼ିଶାରେ ହିଁ ବହୁଛି। ଏହି ନଦୀ ଉପରେ ଥିବା କୋଲାବ ଡ୍ୟାମ୍ ଓଡ଼ିଶାର ଏକ ମେଜର ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋଜେକ୍ଟ। କୋରାପୁଟ ଅଞ୍ଚଳର ବିକାଶ ପାଇଁ ଏହା ଏକ ମୁଖ୍ୟ ଭୂମିକା ତୁଲାଇଥାଏ। ନମ୍ବର 5ରେ ରହିଛି ଓଙ୍ଗ ନଦୀ। ଓଙ୍ଗ ନଦୀର ଅରିଜିନ୍ ରହିଛି ଓଡ଼ିଶାର ଇଷ୍ଟର୍ଣ୍ଣ ଘାଟ ପର୍ବତମାଳାରୁ। ଏହା ଶେଷରେ ମହାନଦୀରେ ଯାଇ ମିଶିଛି। ଏହାର ଲେନ୍ଥ ରହିଛି ପ୍ରାୟ 204 କିଲୋମିଟର। ୱେଷ୍ଟର୍ଣ୍ଣ ଓଡ଼ିଶା, ମୁଖ୍ୟ କରି ବଲାଙ୍ଗୀର ଓ ବରଗଡ଼ ପାଇଁ ଏହା ଲାଇଫଲାଇନ୍ ସଦୃଶ ଅଟେ। ଚାଷ ଓ ଇରିଗେସନ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଅଟେ। ନମ୍ବର 6ରେ ରହିଛି ତେଲ ରିଭର ବା ତେଲ ନଦୀ। ଏହାର ଅରିଜିନ୍ ରହିଛି ନବରଙ୍ଗପୁର ଜିଲ୍ଲା। ଏହା ଶେଷରେ ସୋନପୁର ଏରିଆର ମହାନଦୀରେ ମିଶିଛି। ଏହାର ଲେନ୍ଥ ରହିଛି ପ୍ରାୟ 297 କିଲୋମିଟର। ମହାନଦୀର ସବୁଠାରୁ ବଡ଼ ଟ୍ରିବ୍ୟୁଟାରୀ ହେଉଛି ଏହି ତେଲ ନଦୀ। କଳାହାଣ୍ଡି, ବଲାଙ୍ଗୀର ଅଞ୍ଚଳରେ ଏଗ୍ରିକଲଚର ପାଇଁ ଏହା ବ୍ୟାକବୋନ୍ ସଦୃଶ ଅଟେ। ଶେଷରେ ରହିଛି ବାହୁଦା ରିଭର ବା ବାହୁଦା ନଦୀ। ଏହାର ଅରିଜିନ୍ ରହିଛି ଇଷ୍ଟର୍ଣ୍ଣ ଘାଟ ପର୍ବତମାଳାରୁ। ଏହା ଶେଷରେ ଯାଇ ବେ ଅଫ୍ ବେଙ୍ଗଲ ବା ବଙ୍ଗୋପସାଗରରେ ମିଶିଛି।
ଏହାର ଲେନ୍ଥ ରହିଛି ପ୍ରାୟ 73 କିଲୋମିଟର। ଏହା ହେଉଛି ଓଡ଼ିଶାର ସବୁଠାରୁ ଛୋଟ ନଦୀ। ଗଞ୍ଜାମ ଡିଷ୍ଟ୍ରିକ୍ଟ ପାଇଁ ଏହା ବହୁତ ଇମ୍ପୋର୍ଟାଣ୍ଟ। କୋଷ୍ଟାଲ ଇକୋସିଷ୍ଟମ ଓ ଫିସିଂ ପାଇଁ ଏହା ଜରୁରୀ ଅଟେ। ତ ଆପଣ ଦେଖିଲେ ତ ଓଡ଼ିଶାରେ କେବଳ ବଡ଼ ନଦୀମାନେ ନୁହେଁ ବରଂ ଏହି ହିଡେନ୍ ରିଭର୍ସ ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କର ଜୀବନକୁ ଚଲାଉଛି। ଏମାନେ ଓଡ଼ିଶାର ହିଡେନ୍ ଜେମ୍ସ ଅଟନ୍ତି। ଯେଉଁ ନଦୀମାନଙ୍କ ବିଷୟରେ ବେଶୀ ଚର୍ଚ୍ଚା ହୁଏ ନାହିଁ ସେହି ନଦୀମାନେ ହିଁ ଅସଲରେ ଆମ ଓଡ଼ିଶାର ଜୀବନରେଖା ଅଟନ୍ତି। ତ ଆପଣମାନେ ଏହି ନଦୀମାନଙ୍କ ମଧ୍ୟରୁ କେଉଁ ନଦୀ ବିଷୟରେ ଜାଣିଥିଲେ କମେଣ୍ଟରେ ଜଣାନ୍ତୁ। ଆପଣଙ୍କ ଜିଲ୍ଲାରେ କେଉଁ ମୁଖ୍ୟ ନଦୀ ପ୍ରବାହିତ ହେଉଛି ତାହା ମଧ୍ୟ କମେଣ୍ଟରେ ସେୟାର କରନ୍ତୁ। ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ, ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଆଉ ଏଭଳି ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ବେସ୍ଡ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।